कवितार समाहार कवितांजलिକୁ आपण ସମସ୍ତଙ୍କୁ ସ୍ୱାଗତ। କବିଙ୍କ ବିଷୟରେ ଜାଣିବା। କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କ'ଣ ଅଧିକା କହିବି, ତାଙ୍କ ଲେଖାଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ସନାତନ ଧର୍ମର ମହାନ ପର୍ବ ମହାକୁମ୍ଭ। କୁମ୍ଭ ପ୍ରତି 4 ବର୍ଷରେ, ଅର୍ଦ୍ଧକୁମ୍ଭ 6 ବର୍ଷରେ, ପୂର୍ଣ୍ଣକୁମ୍ଭ 12 ବର୍ଷରେ ଏବଂ ମହାକୁମ୍ଭ 144 ବର୍ଷର ଅନ୍ତରାଳରେ ପଡ଼େ। ଶ୍ରଦ୍ଧାଳୁମାନେ କୁମ୍ଭ ମେଳାର କାଳଖଣ୍ଡ ଭିତରେ ପବିତ୍ର ସଙ୍ଗମସ୍ଥଳ ନଦୀ ଜଳରେ ବୁଡ଼ ପକାଇଲେ ପାପ ଧୋଇ ଯାଇ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରନ୍ତି। ମହାକୁମ୍ଭ ଯେହେତୁ 144 ବର୍ଷର ଅନ୍ତରାଳରେ ପଡ଼େ, ମହାକୁମ୍ଭ ମେଳାର କାଳଖଣ୍ଡ ଅତି ଦୁର୍ଲଭ ଏବଂ ପବିତ୍ର। ଗଙ୍ଗା ଯମୁନା ସରସ୍ୱତୀ ନଦୀର ସଙ୍ଗମ ସ୍ଥଳ ତ୍ରିବେଣୀ ସଙ୍ଗମ ପ୍ରୟାଗରାଜରେ ଏବେ ମହାକୁମ୍ଭ ମେଳାର ଅନୁଷ୍ଠିତ ହେଇଛି। ତ୍ରିବେଣୀ ସଙ୍ଗମ ଘାଟରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ, ସନ୍ଥ, ସନ୍ନ୍ୟାସୀ ଦେଶ ବିଦେଶରୁ ଧାଇଁ ଆସୁଛନ୍ତି। ତାଙ୍କ ଆସ୍ଥା ଭାବଭକ୍ତି ବୁଡ଼ ପକାଇବାର ଉତ୍କଣ୍ଠା ଜନମାନସକୁ ଅଭିଭୂତ କରୁଛି। ଏହି ଦିବ୍ୟ ଦୃଶ୍ୟ ଦେଖି କବିଟିଏ କେବେ ସ୍ଥିର ହୋଇ ରହିପାରେନା, ଲେଖିବ ସେ କବିତା। ଆସନ୍ତୁ ଜାଣିବା କବି ଶରତ କୁମାର ଦାସ ମହାକୁମ୍ଭ ମେଳାକୁ ନେଇ କ'ଣ ଲେଖିଛନ୍ତି ତାଙ୍କ କବିତାରେ। କବିତାର ଶୀର୍ଷକ ଆସିଛି ମହାକୁମ୍ଭ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତୁଣ୍ଡରେ ଶିବ ଶିବ ଶମ୍ଭୁ ଶମ୍ଭୁ ବଢୁଛନ୍ତି ଆଗକୁ ଆଗକୁ। ଅସମ୍ଭାଳ ଭିଡ଼, ଗାଁଠୁ ସହର, ଗଳିରୁ ବସ୍ତି, ସାଧୁ ସନ୍ଥ ଯୋଗୀ ମହାଯୋଗୀ, ଅଘୋରୀ ନାଗା ସନ୍ନ୍ୟାସୀ ସନ୍ନ୍ୟାସିନୀ, ଆଖଡ଼ା ମଣ୍ଡଳୀ ସଭିଏ ଏକାକାର, ସମସ୍ତେ ଆପଣାର ମନରେ ହୃଦୟରେ ଭକ୍ତି ଆସ୍ଥା ସମର୍ପଣ। ମହାକୁମ୍ଭ ମେଳା ସନାତନ ଧର୍ମର ମହାପର୍ବ ପ୍ରୟାଗରାଜରେ। ପବିତ୍ର ତ୍ରିବେଣୀ ସଙ୍ଗମ ଖୋଲି ଦେଇଛି ତା ଘାଟ। ତା ପ୍ରବହମାନ ଜଳରାଶିରେ ପାପ ତାପ କ୍ଲେଶ ବିନାଶ କରିବାର ଅଦ୍ଭୁତ ଶକ୍ତି। ବୁଡ଼ ପରେ ବୁଡ଼ ପକଉଛି ଜନସମୁଦ୍ର, ବାଢ଼ୁଛି ଅର୍ଘ୍ୟ, ଲିଭେଇ ଦେବାକୁ ପାପ, ଲଭିବାକୁ ମୋକ୍ଷ ପରମ ତୃପ୍ତିରେ। ଏ ମହାକୁମ୍ଭ ମେଳା କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ମେଳାଠାରୁ ଅତ୍ୟନ୍ତ ଦୁର୍ଲଭ, ମାହାତ୍ମ୍ୟତା ସୀମାହୀନ। ଆବେଗ ଉତ୍କଣ୍ଠା ପ୍ରଶସ୍ତ କରୁଛି ଆସ୍ଥାକୁ, ସାହି ସ୍ନାନର ଉଲ୍ଲାସ ଦ୍ୱିଗୁଣିତ କରୁଛି ଭକ୍ତିରସ। ତଟସ୍ଥ ସାରା ଦୁନିଆ ଉଜାଗର, ପ୍ରତିଟି ଆଖି ମହାମିଳନର ଅପୂର୍ବ ଶୋଭାରେ। ଭାବ ଭକ୍ତିରେ ଉଦ୍ବୁଦ୍ଧ କବିଟିଏ ମହାକୁମ୍ଭ ମେଳାର ଦିବ୍ୟ ଦୃଶ୍ୟକୁ ବାନ୍ଧି ଦେଇଛି ତା କବିତାରେ। ସୃଷ୍ଟିର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି ସର୍ବଶକ୍ତିମାନ ଈଶ୍ୱରଙ୍କୁ ନତମସ୍ତକରେ। କେତେ ସୁନ୍ଦର ହେଇଛି ନା ଏଇ ଭକ୍ତି କବିତାଟି। ଭଲ ଲାଗିଲା ନା ଆପଣମାନଙ୍କୁ? ଯଦି ଭଲ ଲାଗିଲା ତାହେଲେ କ'ଣ କରିବେ ତ ଜାଣିଛନ୍ତି, ଟିକେ ଲାଇକ୍ କରିଦେବେ, ଆମମାନଙ୍କୁ ଭଲ ଲାଗିବ। ଭିଡ଼ିଓକୁ ଆମମାନଙ୍କ ସହିତ ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଯଦି କିଛି ଦୋଷ ତ୍ରୁଟି ରହିଗଲା ଉପସ୍ଥାପନାରେ ତାହେଲେ କ୍ଷମା କରିବେ। ରହୁଛି ଆପଣଙ୍କ ଅନାମିକା। ଆସିବା ଆଉ ଗୋଟେ ସୁନ୍ଦର କବିତାକୁ ନେଇକି ଆସନ୍ତା ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ। ଆଜ୍ଞା ଦିଅନ୍ତୁ। ନମସ୍କାର।